ठीक अच्छे। हाँ स्टार्ट करवा। ଆଜ୍ଞା। हम्म ଆଜି ତ୍ରିଭୁଜର ପରିସୀମା ପଢିବା କଥା କହିଥିଲି ନାଇଁ କି? ହଁ। ଠିକ ଅଛି। ତ୍ରିଭୁଜର ପରିସୀମା ଟା ଆମେ ନେକ୍ସଟ କ୍ଲାସ या ପରେ ପଢିବା। ତା ପୂର୍ବରୁ ଆମେ ତ୍ରିଭୁଜ ତ୍ରିଭୁଜ ସମ୍ବନ୍ଧୀୟ ତ୍ରିଭୁଜ ବିଷୟରେ ଆମେ ଜାଣିବା ଫାଷ୍ଟ ହେଲା। କିନ୍ତୁ ତ୍ରିଭୁଜ ବିଷୟରେ ଜାଣିବା ପୂର୍ବରୁ ଆମକୁ ଆଉ ଗୋଟେ କନସେପ୍ଟ ଜାଣିବାକୁ ପଡିବ କୋଣ ବିଷୟରେ। ଠିକ ଅଛି। ଠିକ ଅଛି। ହଁ ତାହେଲେ କୋଣ ବିଷୟରେ ପ୍ରଥମେ ଡିସ୍କସନ କରିବା, ହଁ। ତାପରେ ତ୍ରିଭୁଜର ତ୍ରିଭୁଜ ବିଷୟରେ, ତାପରେ ତ୍ରିଭୁଜର ପରିସୀମା। ହଁ। ଠିକ ଅଛି। ଠିକ ହୁଁ ଅଛି। ତ ବର୍ତ୍ତମାନ କଣ ପଢିବା ନା କୋଣ। କୋଣ କଣ? କୋଣ। କୋଣ କୋଣକୁ ଇଂଲିଶ ରେ କଣ କୁହନ୍ତି ଜାଣିଛୁ ନା? ନା ମୁଁ ଜାଣିନି। angles angle angle ହେଲା। କଣ କୁହନ୍ତି? ଆଙ୍ଗେଲ। angle। ଠିକ ଅଛି। ତ କୋଣ ବିଷୟରେ ଆମେ ସର୍ବପ୍ରଥମେ ପଢିବା। ତ ମତେ କହିଲୁ ଏଇ ଯୋଉ ରେଖା ଖଣ୍ଡ ମାନ ସବୁ ଆଚ୍ଛା ତା ପୂର୍ବରୁ ଟିକେ ବ୍ରିଫଲି ଏକ୍ସପ୍ଲେନ କରିବା ରେଖା ଖଣ୍ଡ କଣ, ବିନ୍ଦୁ କଣ ହେଲା। ହଁ। ତ ଏଇଟା ମୁଁ ଗୋଟେ ଡଟ୍ ଦେଇଛି, ଏଇଟା କଣ? ଏଇଟା ବିନ୍ଦୁ। ଏଇଟା ଗୋଟେ ବିନ୍ଦୁ ହେଲା। ବିନ୍ଦୁର ଜ୍ୟାମିତିକ ମାନେ କଣ କହିଲୁ, ମାନେ ସବୁଠାରୁ ଏଲିମେଣ୍ଟାରୀ ୟୁନିଟ ହେଲା କଣ ବା ମୌଳିକ ଜିନିଷଟା ହେଲା ଗୋଟେ ବିନ୍ଦୁ। ବୁଝିପାରୁଛୁ ତ? ବୁଝିପାରିଲି। ବିନ୍ଦୁ ଗୁଡାକ ଏମିତି ଯୋଡି ଯୋଡିକି, ଏମିତି ବହୁତ ଗୁଡାକ ବିନ୍ଦୁ ଯୋଡି ଯୋଡିକି କଣ ହେଇଛନ୍ତି ଜାଣିଛୁ ନା? କଣ? କଣ ହେଇଛନ୍ତି? ଏଇଠିକି ଦେଖ, ଦେଖିକି କହ ମତେ କେମିତି ଲାଗୁଛି ଏଗୁଡାକୁ। ବହୁତ ଗୁଡାକ ବିନ୍ଦୁ ଏମିତି ଯୋଡି ଯୋଡିକି କଣ ହେଇଛନ୍ତି? ଗୋଟେ ରେଖାଖଣ୍ଡ ହେଇଛନ୍ତି। ଭେରି ଗୁଡ, ଭେରି ଗୁଡ, ଗୋଟେ ରେଖା ଖଣ୍ଡ। ବୁଝିପାରୁଛ ନା ନାଇଁ? ଏମିତି ବହୁତ ଗୁଡାକ ବିନ୍ଦୁ ଯୋଡି ଯୋଡିକି କଣ ହେଇଛନ୍ତି ସେଗୁଡାକ? ରେଖା ଖଣ୍ଡ ହେଇଛନ୍ତି ହେଲା। ତ ସେଇ ରେଖା ଖଣ୍ଡ ଗୁଡିକ ମଧ୍ୟ ବିଭିନ୍ନ ପ୍ରକାରର ଅଛି। ଏଇଟା ଗୋଟେ କଣ ନା ରେଖା ଖଣ୍ଡ, ରେଖା ଖଣ୍ଡ ହେଲା। ବୁଝିପାରିଲୁ ନା ନାଇଁ? ବୁଝିପାରିଲି। ଆଚ୍ଛା, ଏଇ ଯୋଉ ରେଖା ଖଣ୍ଡ, ଏଇ ରେଖା ଖଣ୍ଡ ଗୁଡିକ ମଧ୍ୟ ବିଭିନ୍ନ ପ୍ରକାରର ଅଛନ୍ତି। ଜାଣିଛୁ ତ ନା ଜାଣିନୁ? ଜାଣିଛି। ଜାଣିଛୁ, କହିଲୁ ଦେଖିଆ କଣ ଜାଣିଛୁ? ସେଗୁଡାକ ମାନେ ଯେଟା ଜାଣିନୁ କାହିଁ କହିଲୁ? ହେଲା ହଉ ଠିକ ଅଛି, ଆମେ ଜାଣିବା ହେଲା। ତ ଏକରେ ହେଲା, ହେଲା ତାକୁ ହେଲା ରେଖା ଖଣ୍ଡ। ଫାର୍ଷ୍ଟ ଟା ହେଲା କଣ? ରେଖା ଖଣ୍ଡ। ରେଖାଖଣ୍ଡ, ରେଖାଖଣ୍ଡ କେମିତି ନା ନା ଗୋଟେ ରେଖାଖଣ୍ଡ ଆମେ କହିବା ଯାହାର ଗୋଟେ ପ୍ରାରମ୍ଭିକ ବିନ୍ଦୁ ଅଛି ଆଉ ଗୋଟେ ଅନ୍ତିମ ବିନ୍ଦୁ ଅଛି ହେଲା। କଣ ଅଛି ନା ତାର ଗୋଟେ ପ୍ରାରମ୍ଭିକ ବିନ୍ଦୁ ଅଛି। ପ୍ରାରମ୍ଭିକ ବିନ୍ଦୁ କୋଉଟା? ଏଇଟା। ଏଇ ବିନ୍ଦୁରୁ ଆମେ ଷ୍ଟାର୍ଟ କଲେ, ଏଇ ବିନ୍ଦୁରୁ ଆମେ ଷ୍ଟାର୍ଟ କଲେ ନା ନାଇଁ? ଯୋଉ ନାଲି ଡଟ୍ ଟା ଦେଖା ହଉଛି ସେଇଠୁ ଆମେ ଷ୍ଟାର୍ଟ କଲେ ରେଖାଖଣ୍ଡ ଟା ଟାଣିବା। ହଁ। ସାରିଲେ କୋଉଠି? ଏଇଠି ସାରିଲେ ହଁ ନା ନାଇଁ? ତ ଏଇଟାକୁ କୁହାହେଲା କଣ ନା ପ୍ରାରମ୍ଭିକ ବିନ୍ଦୁ। ପ୍ରାରମ୍ଭିକ ବିନ୍ଦୁ। ଆଉ ଏଇଟାକୁ କଣ କୁହାହେଲା? ଅନ୍ତିମ ବିନ୍ଦୁ। ଅନ୍ତିମ ବିନ୍ଦୁ। ଏଇଟାକୁ ବିନ୍ଦୁ ଇଂଲିଶ କଣ? ବିନ୍ଦୁ। ବିନ୍ଦୁ ଇଂଲିଶ କଣ? ପଏଣ୍ଟ। ପଏଣ୍ଟ। ବିନ୍ଦୁ ଇଂଲିଶ କଣ? ପଏଣ୍ଟ। ତ ଏଇଟା ହେଲା ଷ୍ଟାର୍ଟ ପଏଣ୍ଟ। ଷ୍ଟାର୍ଟିଂ ବା ଷ୍ଟାର୍ଟ ପଏଣ୍ଟ, ଷ୍ଟାର୍ଟିଂ ପଏଣ୍ଟ ବୋଲି ଲେଖିବା। ଷ୍ଟାର୍ଟିଂ ପଏଣ୍ଟ
एटा हला एंडिंग पॉइंट। एंडिंग पॉइंट एटा सिंपली कहबारु स्टार्ट पॉइंट एंड पॉइंट, स्टार्टिंग पॉइंट एंडिंग पॉइंट। ता माने गोटे रेखाखंडर कौन थिबो ना गोटे प्रारंभिक बिंदु थिबो आ गोटे अंतिम बिंदु थिबो। बुझियला? तो नेक्स्ट हला नेक्स्ट कौन ना 2 नंबर रे हला रश्मि। कौन 2 नंबर रे रश्मि। रश्मि रो कौन जानछु ना केमदी ना रश्मि रो गोटे प्रारंभिक बिंदु तो थिबो किंतु तार अंतिम बिंदु थिबो कि नहीं जणा नहीं बा सॉरी तार अंतिम बिंदु नथिबो। बुझियला तो तार प्रारंभिक बिंदु थिबो जेमती एठी मनवर एटा हला आर ए जो धोला डॉट ता देखुचु एटा हला तार सॉरी हळदिया डॉट ता देखुचु एटा हला कोन ना प्रारंभिक बिंदु तार अंतिम बिंदु नाही। ता माने এই जो रश्मिटा गोटिए दिगरे एटा एपटे गोटे दिग और एपटे गोटे आ रश्मिटा गोटिए दिगरे मन इच्छा जेते चाहिबो सेते पर्यंत लंबी पारी। बुझिला कि नहीं? ताले एटा गोटे कोन रश्मि मना कर मु एटी तार स्टार्टिंग पॉइंट तार एटी अछि किंतु तार एंडिंग पॉइंट ता नाही। ता प्रारंभिक बिंदुटा एटी अछि अंतिम बिंदुटा केने नाही। ता माने से अंतिम बिंदुटा कोठी भी हेई पारे सेई दिगरे तू जेते लंबे की नहीं पारि सेटा कहला रश्मि। बुझिल? आ गोटे अछि 3 नंबर रे 3 नंबर हैला सरल रेखा। कोन सरल रेखा। सरल रेखा सरल रेखा रे कौन हुए ना तार प्रारंभिक बिंदु भी नहीं आउ अंतिम बिंदु भी नहीं। ता माने ए सरल रेखाटा ए जो एटा देखुछु ए जे ज्यामितिक स्ट्रक्चर ज्यामितिक कंस्ट्रक्ट एटा स्ट्रक्चरटा हला एटा कोन कहला सरल रेखा। ता माने ए जो ये गोटे जो रेखा माने एटा रेखाखंड तो कहिबानी ए जो रेखाटा ए जो रेखाटा उभय दिग को तू बढ़ेई पारिबो एमती एमती बढ़ेई कि नहीं पारिबो एपटे दिग को बढ़ेई पारिबो चाहिले एपटे दिग को चाहिले बढ़ेई पारिबो। बुझिला ना नहीं किंतु आ पूर्व केस रे केवल गोटिए दिग को हमें बढ़ेई पारथिले सेटा कोन कहउतला सेटा कोन रश्मि बोली कहउतला किंतु एटा कोन कहउची ए रेखाटा कोन कहउची सरल रेखा बोली कहउची काहे कहउची ना याकू आमे उभय दिगरे वर्धित करि परिबा हला समस्तंगर गोटे ना अछि एटार ना हला मनर क ख सरल रेखा केमती लिखा जाए ना क ख सरल रेखा एमती लिखा जाए। आ एटा कोन लिखा जाए आर भी गोटे ना अछि मनर क ख रश्मि एटा केमती लिखा जाए ना क ख रश्मि एमती लिखा जाए। बुझिला बुझिला आ पूर्व केस रे सेमती जेमती लिखले रेखाखंड आर भी सेमती गोटे ना अछि क ख किछि भी हेई पारे खाली क ख नुहे सब बेले किछि भी हेई पारे। आ एटा केमती लिखा जाए ना क ख रेखाखंड। এই নোটেশনটা আমি তু দেখিथिबु हमरो कोथरे ए जो आयत क्षेत्र रे एमती लिखुदिले ना क ख बाहु ख ग बाहु एमती देखुदिले कि नहीं लिखुदिले कि नहीं तो से केस रे देखिजु ना नहीं त माने रेखाखंडर सबले गोटे निर्दिष्ट माप थिबो हला रेखाखंडर सबले गोटे निर्दिष्ट माप थिबो जेमिति कि मु कहि परिबी क ख रेखाखंडर माप हला 5 सेंटीमीटर ठीक अच्छे किंतु ए केस रे मु कहि परिबिनी क ख रश्मि रो माप केते कहि परिबिनी काहे ना तार कोनोसी एंड पॉइंट नाही अंतिम बिंदु नाही मुसना दुईटा बिंदु पाइले से दुईटा बिंदु मध्य रे दूरताटा बाहर करबे डिस्टेंस तो किंतु ए केस रे मु मापी परिबिनी तेणु ए तीनोटी रेखा मध्यरु गोटे हला रेखाखंड
ଆଉ ଗୋଟେ ହେଲା ରଶ୍ମି ଆଉ ଗୋଟେ ହେଲା ସରଳ ରେଖା। ଏ ତିନିଟା ମଧ୍ୟରୁ କାହାର ନିର୍ଦ୍ଦିଷ୍ଟ ଗୋଟେ ଦୂରତା ଅଛି? ଏଟା କେବଳ କେବଳ କ ଖ ରେଖା ଖଣ୍ଡ ବା ରେଖା ଖଣ୍ଡର ନିର୍ଦ୍ଦିଷ୍ଟ ସରି ନିର୍ଦ୍ଦିଷ୍ଟ ଦୂରତା ଅଛି। ବୁଝିହେଲା କି ନାଇଁ? ନିର୍ଦ୍ଦିଷ୍ଟ ଦୂରତା ଅଛି। ବୁଝିହେଲା? ବୁଝିଲା। କେବଳ କ ଖ ରେଖାଖଣ୍ଡର ନିର୍ଦ୍ଦିଷ୍ଟ ଦୂରତା ଅଛି। ବୁଝିହେଲା ତ? ଆଚ୍ଛା। ତ ଆମର ଟପିକ ଟା କଣ ଅଛି ନା ରେଖାଖଣ୍ଡ ନା ସରି କୋଣ ବିଷୟରେ ପଢିବା ନା। ହଁ। ତ ଯେତେବେଳେ ଦୁଇଟି ରେଖା ରେଖା ମାନେ ସେ ରେଖାଖଣ୍ଡ ହେଇପାରେ, ରଶ୍ମି ହେଇପାରେ ବା ସରଳ ରେଖା ହେଇପାରେ। ବୁଝିହେଲା? ଯେତେବେଳେ ଦୁଇଟା ରେଖା ପରସ୍ପରକୁ କରନ୍ତି ସେଇଠି କଣ ଉତ୍ପନ୍ନ ହୁଏ? ନା ସେଇଠି କୋଣ ଉତ୍ପନ୍ନ ହୁଏ। ଏଇ କେସରେ କହିଲୁ ଏ ଦିଟା କଣ ରେଖାଖଣ୍ଡ ନା ରଶ୍ମି ନା କଣ? ଏ ଦିଟା ହଁ ଏଇଟା ହେଲା କ ଖ ଚ ଛ ଚ ଛ କ ଖ ଆଉ ଚ ଛ। ଏ କ ଖ ଟା କଣ ରେଖାଖଣ୍ଡ ରଶ୍ମି ନା ସରଳ ରେଖା? ଏଇଟା ହୁଁ ଯାହା ଆସୁଛି ମନକୁ କହ। ଭୁଲ ହେଲେ କିଛି ଟେନସନ ନାହିଁ, କହ ମୁଁ କହିଦେବି। ଏଇଟା ହଉଛି ମାନେ ରେଖାଖଣ୍ଡ। ଭେରି ଗୁଡ। ରେଖାଖଣ୍ଡ କାହିଁକିନା ତାର ଅଛି କି ତା ଆଗରେ କୋଉ ସାଇଡ ରେ ତୀର ଚିହ୍ନ ଅଛି କି? ନାହିଁ ନା। ଗୋଟେ ସାଇଡ ରେ ଥିଲେ କଣ ସେଟା? ସେଟା ରଶ୍ମି ରଶ୍ମି। ଆଉ ଦୁଇ ସାଇଡ ରେ ଥିଲେ? ଦୁଇ ସାଇଡ ରେ ଥିଲେ ସେଟା ରେଖାଖଣ୍ଡ। ଏଇଟା ପୁରା ରେଖାଖଣ୍ଡ ହେଲା। ଦୁଇ ସାଇଡ ରେ ଥିଲେ ସରଳ ରେଖା। ମନେ ରହିଲା ତ? ଆଚ୍ଛା, ଏଇଠି ବର୍ତ୍ତମାନ ଦିଟା ରେଖାଖଣ୍ଡ। ଏଇ ଯୋଉ ଦିଟା ରେଖାଖଣ୍ଡ କ ଖ ଆଉ ଚ ଛ ପରସ୍ପରକୁ ଛେଦ କରୁଛନ୍ତି ନା ଏଇ ଗୋଟେ ବିନ୍ଦୁରେ ଏଇଠି। ତ ଏଇ ଯୋଉ ପରସ୍ପରକୁ ଛେଦ କରୁଛନ୍ତି ଏଇଠି କଣ ହେଲା ନା ଗୋଟେ କୋଣ ଉତ୍ପନ୍ନ ହେଲା। କଣ ଉତ୍ପନ୍ନ ହେଲା? ଗୋଟେ କୋଣ ନୁହେଁ ଚାରୋଟି କୋଣ ଉତ୍ପନ୍ନ ହେଲା। କେତେଟା କୋଣ ଉତ୍ପନ୍ନ ହେଲା? ଚାରୋଟି କୋଣ। ଦେଖେ ଏଇଠି ଗୋଟେ କୋଣ ଉତ୍ପନ୍ନ ହେଲା ଆଉ ଏଇଠି ଗୋଟେ କୋଣ ଉତ୍ପନ୍ନ ହେଲା, ଏଇଠି ଗୋଟେ କୋଣ ଉତ୍ପନ୍ନ ହେଲା ଆଉ ଏଇଠି ଗୋଟେ କୋଣ ଉତ୍ପନ୍ନ ହେଲା। ଚାରୋଟି କୋଣ ଉତ୍ପନ୍ନ ହେଲା। ଯେତେବେଳେ ଯେକୌଣସି ଦୁଇଟି ରେଖା ପରସ୍ପରକୁ ଛେଦ କରନ୍ତି ତାହେଲେ ସେଠି କଣ ଉତ୍ପନ୍ନ ହୁଏ? କୋଣ ଉତ୍ପନ୍ନ ହୁଏ। ଏଇ ଜିନିଷଟାକୁ କୁହାହେଲା କୋଣ। ତାମାନେ ଏଇଟାକୁ ବୁଝିହେଲା କି ନାଇଁ? ମନେକର ୟାର ଗୋଟେ ନାଁ ଅଛି, ମନେକର ସେଟା ମୁଁ ଦେଲି ଠ। କଣ ନାଁ ଦେଲି ତାର? ଠ। ବୁଝିହେଲା ତ? ତା ମାନେ ଏଇଠି ଚାରୋଟି କୋଣ ଉତ୍ପନ୍ନ ହେଲା। ତା ନାଁ କେମିତି କୁହାଯାଏ ଜାଣିଛୁ ନା? ଯୋଉଠି କୋଣ ଉତ୍ପନ୍ନ ହୁଏ ସେଇ ଚିହ୍ନଟା ବା ସେଇ ନାଁଟା ମଝିରେ ରହିବ ସବୁବେଳେ। ଠିକ ଅଛି? ତାହେଲେ କହ, ଏମିତି ମୁଁ ଗୋଟେ କହୁଛୁ ବାକି ଗୁଡାକ ତୁ କହିବୁ। କ ଠ ଚ କୋଣ। କୋଣ ଚିହ୍ନଟାକୁ ଏମିତି ଲେଖନ୍ତି। ହେଲା, ଏମିତି ଲେଖନ୍ତି। ତମ ବହିରେ ଏମିତି ଲେଖା ହେଇଥିବ କ ଠ ଚ। କିଛି କିଛି ଶିକ୍ଷକ ବା ପିଲାମାନେ ଏମିତି ଲେଖନ୍ତି କ ଠ ଚ। ୟାର ତିନିଟା ଯାକର ମତଲବ ସେମ୍। ନୋଟେସନ ଏଇ ଯୋଉ ତିନିଟା ଯାକ ନୋଟେସନ ମାନେ ସମାନ। ବୁଝିଲା ତ? ଏ ତିନିଟା ବିଭିନ୍ନ ପ୍ରକାର ନୋଟେସନ ଦେଖିଲେ କୋଉଠି କନଫ୍ୟୁଜନ ହବନି। ଠିକ ଅଛି? ବେଳେ ବେଳେ ବହିରେ ବି ଏମିତି ଲେଖା ହେଇଥାଏ। କେମିତି କହିଲୁ? ଏଇଟା ନଥିବ, ଏତେ ନଥିବ, ମାନେ ଜଷ୍ଟ ଟିକେ ଖାଲି ଥିବ, ଏତିକି ଥିବ। ସେମ୍ ନୋଟେସନ।
ବୁଝିଲା ନା? ତାହେଲେ ଗୋଟେ କୋଣ ଆମେ ପାଇଲେ କଣ? କ ଠ ଚ ହେଲା। ହୁଁ। ତା ଆଉ ତିନୋଟି କୋଣ ଅଛି ଯେମିତି ଆମେ କହୁଥିଲେ। 2 ନମ୍ବର କୋଣଟା କହିଲୁ କଣ? ଏଥିରେ ଛ କହ ତ ମନକୁ ଯାହା ଆସୁଛି କହ। ତ ତ କାଇଁ? ମାନେ ତମେ ଏଠି ଠ ଲେଖିଲ ନା ସେଥିପାଇଁ ମୁଁ କୋଉ ବି ନା ଠ ମୁଁ ଦେଖ କ ଠ ଚ ଦେଖିଲୁ ଯୋଉଟା କୋଉଠି କୋଣ ଉତ୍ପନ୍ନ ହେଇଛି ଠ ପାଖରେ କୋଣଟା ହେଇଛି ନା କ ପାଖରେ? ନା ଠ ପାଖରେ। ଠ ପାଖରେ କ ଯେକୌଣସି ମୁଁ ଗୋଟେ ନେଲି କ ନେଲି ଠ ପାଖରେ ଯେହେତୁ ଗୋଟେ କୋଣ ଉତ୍ପନ୍ନ ହେଇଛି ତାକୁ ମଝିରେ ରଖିକି ଏଇ ଚ ଟାକୁ ନେଲି ତା ମାନେ ମୁଁ କୋଉ କୋଣଟା କଥା କହୁଛି ଏଇ କୋଣଟା କଥା କହୁଛି ହଁ ନା ନାଇଁ ହଁ ଏଇ କୋଣଟା କଥା କହୁଛି ମୁଁ ଯେତେବେଳେ କହିଲି ଏଇ କୋଣଟା କଥା କହିଲି କି ନାଇଁ ହଁ କ ଠ ଚ କୋଣ କଥା କହିଲି କି ନାଇଁ ହଁ ସେମିତି ଆହୁରି 3ଟା କୋଣ ଅଛି ନା ହଁ। ତୁ ସେମିତିଆ ନା କହିପାରିବୁ ଆଉ 3ଟାର ଦେଖିକି କହ ତ ମନକୁ ଯାହା ଆସୁଛି କହ ଭୁଲ ହେଲେ କିଛି ଅସୁବିଧା ନାହିଁ। ଖ ଛ ଖ ଛ ଠିକ ଅଛି ତୁ କହୁଛୁ କଣ ଆଉ କଣ କହ ଭୁଲ ହେଲେ ମୁଁ ବୁଝେଇଦେବି କହ ଖ ଛ ଛ ଚ ଦେଖ ଖ ଛ ଚ କୋଣ ତୁ କହିଲୁ ନା ହଁ କହିଲୁ କି ନାଇଁ ହଁ ଆଚ୍ଛା ମତେ କହ ଏଇ ଗୋଟେ ସାଇଡ ରୁ ଆମେ ଆସିଲେ ଖ ସାଇଡ ରୁ ଆସିଲେ ହେଲା ହଁ ଖ ପାଖରୁ ଛ କୁ ଯିବା ଖ ପାଖରୁ ଛ କୁ ଯୋଉ ଯାଉଛୁ ଆମେ ସେଠି ଡାଇରେକ୍ଟ ରେଖାଖଣ୍ଡ ତାକୁ ମାନେ ଖ ରୁ ଛ କୁ ଯୋଡିଛି କି ଖ ବିନ୍ଦୁ ଆଉ ଛ ବିନ୍ଦୁକୁ କୌଣସି ରେଖାଖଣ୍ଡ ଯୋଡିଛି କି ନା ତାହେଲେ ଏଇଟା କେମିତି ହବ ସେଠି ତ ବାଟ ନାହିଁ ଖ ରୁ ଛ କୁ ଯିବା ପାଇଁ ବାଟ ଅଛି କି ନା ସେଟା ଫାଷ୍ଟ ଭୁଲ ତର ଦ୍ଵିତୀୟ ଭୁଲ ମୁଁ ତତେ କହିଲି ଯିଏ ମଝିରେ ରହିବ ଯିଏ ମଝିରେ ଅଛି ତା ପାଖରେ କୋଣ ଉତ୍ପନ୍ନ ହଉଛି ଛଅଟା ତ ମଝିରେ ରଖିଲୁ ତାହେଲେ ଛଅ ପାଖରେ କଣ କୌଣସି କୋଣ ଉତ୍ପନ୍ନ ହେଇଛି କି ନା ତାହେଲେ ଏଇଟା ଗୋଟେ ଭ୍ୟାଲିଡ ନୋଟେସନ କି ନା ଏଇଟା ମାନେ ଏଇଟା କୌଣସି ଏଇଟା ମାନେ ଠିକ ନା ଭୁଲ ଏଇ ଯୋଉ କୋଣଟାକୁ ଲେଖିଲେ ଆମେ ଏଇ ଯୋଉ କୋଣଟା ନା ଲେଖିଲେ ଏଇଟା ଠିକ ନା ଭୁଲ ଏଟା ଭୁଲ। ଭୁଲ ନା ନାଇଁ ହଁ ତାହେଲେ ଏଇଟା କନସିଡର କରାହବନି ହେଲା ଏଇଟା ଭୁଲ ବୁଝିହେଲା ବୁଝିଗଲି। ଆଚ୍ଛା ତ କହ ସେମିତି ଉଁ, ଖ ଓକେ ଖ ଖ ଖ ହଁ ଟ ଠ ସେଟା ଠ ଠ ହଁ ହ ଠ ଖ ଠ ଛ ଛ ହ ଠ ଛ ତାମାନେ କୋଉ କୋଣଟାକୁ ଆମେ କହୁଛନ୍ତି ଆମେ ଏଇ ଗୁଣଟାକୁ କୋଉଟା ଦେ କହ ମତେ ଆମେ ଠ ଗୁଣଟାକୁ କହୁଛେ ହଁ ଠ କୋଣଟା ଏଇଟା ମତେ ଏମିତି କହିଲେ ସିନା ମୁଁ ଜାଣିବି ଏଇ କୋଣଟା କହୁଛି ବୁଝିହେଲା ନା ନାଇଁ ବୁଝିଗଲା। ହୁଁ ଖ ଠ ଛ ଆମେ କୋଉ କୋଣଟାକୁ କହିଲେ ଏଇ କୋଣଟାକୁ କହିଲେ ନା ହଁ ଆଚ୍ଛା ଗୋଟେ କାମ କରେ ଏଗୁଡା ସବୁ ଅଲଗା ଅଲଗା କଲର ଦେଇଦବା ତାକି ତୁ କହିବା ପାଇଁ ତତେ ଟିକେ ନାଇଁ ଆଇଡେଣ୍ଟିଫାଏ କରିବାକୁ ଇଜି ହବ ହେଲା ଠିକ ଅଛି ରହିଥା ଏ ହୁଁ ଠିକ ଅଛି ଏବେ ହୁଁ ଠିକ ଅଛି। ଆଚ୍ଛା ଏଇଟା ଗୋଟେ ଦେଇଦେଲେ ନୀଳ କଲର ଦେଇଦେଲେ ଏଇଟା ହଳଦିଆ ଏଇଟା ସବୁଜ ଆଉ ଏଇଟା ଦେଇଦେଲେ କଣ ଧଳା ଧଳା ନାହିଁ ନାଲି ଦେଇଦବା ହେଲା। ନାଲି ଦେଇଦେଲେ। ଠିକ ଅଛି ନା ତାହେଲେ ଠିକ ଅଛି। ମତେ କହ ଖାଲି କଲର ହିସାବରେ କହିବୁ ଆଁ ମୁଁ ଯୋଉ କୋଣଟା କହିଥିଲି କ ଠ ଚ କୋଉ କୋଣଟାକୁ କହୁଥିଲି କ ତମେ ଏଇ ଠ ଗୁଣଟାକୁ ହଁ ଠ କହୁଥିଲ କୋଣଟା ସେ କଲର ହିସାବରେ କହ କୋଉ କଲର ଟାକୁ କହୁଥିଲି କ ଠ ଚ କୋଣ ଏଟା ହଳଦିଆ ଏଇଟା କ ଠ ଚ ମାନେ କ ରୁ ହଁ ଆସିଲି ଠ ପର୍ଯ୍ୟନ୍ତ ଠ ରୁ ଗଲି ଚ ହଁ ପର୍ଯ୍ୟନ୍ତ କୋଉ କୋଣ ଟା ଉତ୍ପନ୍ନ ହେଲା କ ଠ ଚ ନା ହଁ ହୁଁ ତାହେଲେ ଯୋଉ ନୀଳ ନୀଳ କଲରଟା ଏଇଟା। ହଁ। ଏଇଟା ନୀଳ କଲରଟା। ତାପରେ ଖ ଠ ଛ ମାନେ କୋଉ କୋଣଟା? ହଁ। ଖ ଠ ଛ ମାନେ କୋଉ କୋଣଟା? ତାପରେ 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 ଖ ଠ ଛ ମାନେ କୋଉ କୋଣଟା?
ଏଇ କୋଣଟା ନା ତୁ କହ, ତୁ ଦେଖି କହ। ଖ ଖ ହଁ ଖ ତାପରେ ଆସିଲା ଠ ଠ ଠରୁ ଠ ଠରୁ ତାପରେ ଛ ଛ ତାହେଲେ କୋଉ କୋଣଟା? ଏଇ କୋଣଟା ନା ହଁ ଏଇ ହଁ ହଁ, ଲାଲ କଲର ଲାଲଟା ବୁଝିହେଲା ନା ନାଇଁ? ତାପରେ 3 ନମ୍ବରରେ ଆସିଲା ଆଉ ଗୋଟେ ତାହେଲେ ଏଇ କୋଣଟା ଗଲା, ଏଇଟା ଗଲା, ଏଇଟା ଗଲା, ଆଉ ଦୁଇଟା କୋଣ ରହିଲା। ହେଁ ଆଉ ଦୁଇଟା କୋଣ ଅଛି ନା ନାଇଁ? କହ ତା ନାଁ କଣ କହ? ଛ ହଁ ଚ ଛ ତାପରେ ଠ ଠ ଖ ଚ ଠ ଖ କୋଣ ହେଲା। ଚ ଠ ଖ କୋଣ ବୁଝିହେଲା ନା ନାଇଁ? ମୁଁ ସେଇଟାକୁ ବି ଏମିତି କହିପାରିବି, କେମିତି ନା ଖ ଠ ଚ କୋଣ ବି କହିପାରିବି। ଏମିତି କହିଲେ ବି ଭୁଲ ନାହିଁ। ଯେମିତି ଆମେ ଆଗରୁ କହୁନଥିଲେ କି କ ଖ ରେଖାଖଣ୍ଡ କହିବା ଯାହା ଖ କ ରେଖାଖଣ୍ଡ କହିବା ସେଇଆ ନା ନାଇଁ? ହୁଁ ସେମିତି ଏଠି ଚ ଠ ଖ କୋଣ କହିବା ଯାହା ଖ ଠ ଚ ନା ବୁଝିହେଲାନି? ଠିକ ଅଛି। ତାପରେ 4 ନମ୍ବରରେ ଆଉ ଗୋଟେ ରହିଲା, ଏଇଟା ପଳେଇଲା। ଆଉ ଗୋଟେ କୋଣ ରହିଲା, କହ ତା ନାଁ କଣ? କ କ ଠ ଠ ଛ ଛ କୋଣ କ ଠ ଛ କୋଣ ହେଲା। କ ଠ ଛ ଛ କୋଣ ବା ସେଇଟାକୁ କହିପାରିବି ଛ ଠ କ କୋଣ। ବୁଝିହେଲା ତ? ତାହେଲେ କୋଣ ବିଷୟରେ ଏବେ ଆଇଡିଆ ଆସିଲା? ହୁଁ କୋଣ ବିଷୟରେ ଆଇଡିଆ ଆସିଲା ତ? ଠିକ ଅଛି। ତାହେଲେ ଆଜି ଏତିକି ଥାଉ। କୋଣ ବିଷୟରେ ଜାଣିଲେ ନା? ତାହେଲେ ନେକ୍ସଟ କ୍ଲାସରେ ଆମେ ବିଭିନ୍ନ ପ୍ରକାରର ଯୋଉ କୋଣ ଅଛନ୍ତି ସେମାନଙ୍କ ବିଷୟରେ ଜାଣିବା। ବିଭିନ୍ନ ପ୍ରକାରର କୋଣ ଅଛନ୍ତି ସେମାନଙ୍କ ବିଷୟରେ ଜାଣିବା। କୋଣ ବିଷୟରେ ଜାଣିଲା ପରେ ତାପରେ ଆମେ ତ୍ରିଭୁଜ ବିଷୟରେ ଜାଣିବା। ହେଲା, ଠିକ ଅଛି। ଆଜି ପାଇଁ ଏତିକି ଥାଉ। ଓକେ, ଥ୍ୟାଙ୍କ ୟୁ।